ବନ୍ଧୁଗଣ ଖୋଲିବାକୁ ଯାଉଛି ଭାଗ୍ୟର ତାଲା, ଫିଟିବାକୁ ଯାଉଛି ନୂତନ ଆଶା। ମା ଦୁର୍ଗାଙ୍କ କୃପାରୁ ଏହି କେତେଗୋଟି ରାଶିଚକ୍ରଙ୍କ ଭାଗ୍ୟ ବଦଳିବାକୁ ଯାଉଛି ଦୁର୍ଗା ପୂଜା ଠାରୁ। ଏହି ରାଶିଚକ୍ରଙ୍କର ଦୁଃଖ କଷ୍ଟର ସମୟ ଅନ୍ତ ଘଟିଲା। ବନ୍ଧୁଗଣ ଜଗତ ଜନନୀ ମା ଦୁର୍ଗା କିଛି ଦିନ ପରେ ଏହି ଧରିତ୍ରୀରେ ପଦାର୍ପଣ କରିବେ, ଯାହା ଫଳରେ ଗ୍ରହ ନକ୍ଷତ୍ରଙ୍କର ଦୁର୍ଲଭ ରାଜଯୋଗ ଖୋଲିବାକୁ ଯାଉଛି। ଏହି ଗ୍ରହ ନକ୍ଷତ୍ରଙ୍କର ଦୁର୍ଲଭ ରାଜଯୋଗରେ କେତେ ଗୋଟି ରାଶିଚକ୍ରଙ୍କ ଭାଗ୍ୟ ଖୋଲିବାକୁ ଯାଉଛି। ଅତ୍ୟନ୍ତ ଭାବେ ସକାରାତ୍ମକ ଶୁଭ ପ୍ରଭାବ କିଛି ରାଶିଚକ୍ରଙ୍କ ଉପରେ ରହିବାକୁ ଯାଉଅଛି। ବନ୍ଧୁଗଣ କନ୍ୟା ରାଶିରେ ଦୁଇଟି ଗ୍ରହ ମାନଙ୍କର ଶୁଭ ଚଳନ ଖୋଲିବାକୁ ଯାଉଅଛି। ଏହି ଦୁଇଟି ଗ୍ରହ ଶୁଭ ଚଳନ ହେତୁ କିଛି ରାଶିଙ୍କ ଜୀବନରେ ଅନେକ ସକାରାତ୍ମକ ପ୍ରଭାବ ପକାଇବାକୁ ଯାଉଛି, ଯାହା ଫଳରେ କି ସେମାନଙ୍କର ଖୁସିର ଦିନ ଖୋଲିବାକୁ ଯାଉଛି। ଦୁଃଖ କଷ୍ଟ ସବୁ ଅନ୍ତ ହେବା ପାଇଁ ଯାଉଛି ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟିରୁ। ଗୋଟିଏ ରାଶିରେ ବୁଧ ଆଦିତ୍ୟ ଏବଂ ସୂର୍ଯ୍ୟଙ୍କର ଚଳନ ଯୋଗୁଁ ରାଜଯୋଗ ସୃଷ୍ଟି ହେବାକୁ ଯାଉଅଛି, ଯାହା ଫଳରେ କି କେତେ ଗୋଟି ରାଶିଚକ୍ରଙ୍କ ଭାଗ୍ୟ ଖୋଲିବା ପାଇଁ ଯାଉଅଛି। ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧ ଆଦିତ୍ୟକୁ ରାଜଯୋଗ ବୋଲି ବର୍ଣ୍ଣନା କରାଯାଇଛି, ଯାହାକି ସୁଖ ଶାନ୍ତି ସମୃଦ୍ଧି ଜ୍ଞାନ ସମ୍ମାନ ଆଣି ଦେଇଥାଏ। ଏହି ଦୁର୍ଲଭ ରାଜଯୋଗ ଅକ୍ଟୋବର ମାସ ଆରମ୍ଭରୁ ପଡ଼ିବାକୁ ଯାଉଅଛି। ଏହି ଦୁର୍ଲଭ ରାଜଯୋଗରେ ମା ଦୁର୍ଗାଙ୍କର ଶୁଭ କୃପା ଦୃଷ୍ଟି ଯୋଗୁଁ 10 ଗୋଟି ରାଶିଚକ୍ରଙ୍କ ଭାଗ୍ୟ ଉପରେ ପଡ଼ିବାକୁ ଯାଉଛି ଅତ୍ୟନ୍ତ ରାଜଯୋଗ। ସେମାନଙ୍କ ଜୀବନରେ ଦୁର୍ଲଭ ରାଜଯୋଗ ପଡ଼ିଥିବାରୁ ସେମାନଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ସହ ସେମାନଙ୍କ ଜୀବନ ଆନନ୍ଦ ଖୁସିରେ ଖେଳିବା ପାଇଁ ଯାଉଅଛି। ସେମାନଙ୍କ ଜୀବନରେ ଖୁସିର ଲହରୀ ଖେଳିବାକୁ ଯାଉଅଛି ମା ଦୁର୍ଗାଙ୍କ ଶୁଭ ଆଶୀର୍ବାଦରୁ। ମା ଦୁର୍ଗାଙ୍କ ଧରାଧାମ ଗମନରେ ଏହି 10 ଗୋଟି ରାଶିଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଅଛି। ତ ଦର୍ଶକ ବନ୍ଧୁ 12 ଗୋଟି ରାଶିଚକ୍ରଙ୍କ ଭିତରୁ 10 ଗୋଟି ରାଶିଚକ୍ରଙ୍କ ଭାଗ୍ୟ ନୂତନ ପରିବର୍ତ୍ତନ ଘଟିବାକୁ ଯାଉଅଛି ଏହି ଦୁର୍ଗା ପୂଜା ଠାରୁ ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟିରୁ। ବନ୍ଧୁଗଣ ଯଦି ଆପଣମାନେ ଆମ ଚ୍ୟାନେଲରେ ନ୍ୟୁ ଅଛନ୍ତି ତ ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ଯାହା ଫଳରେ କି ଆମର ନୋଟିଫିକେସନ ପ୍ରଥମେ ଆପଣମାନଙ୍କ ପାଖରେ ଯାଇ ପହଞ୍ଚି ପାରିବ। ତ ଦର୍ଶକ ବନ୍ଧୁ ଏବେ ଆସନ୍ତୁ ଜାଣିବା ସେଇ 10 ଗୋଟି ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛନ୍ତି ମେଷ ରାଶି। ମେଷ ରାଶି ବ୍ୟକ୍ତିଙ୍କର ଏହି ଅକ୍ଟୋବର ମାସ ଠାରୁ ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟିରୁ ସେମାନଙ୍କ ଜୀବନରେ ଖୁସିର ଲହରୀ ଖେଳିବା ପାଇଁ ଯାଉଅଛି। ସେ ପ୍ରତିଟି କାର୍ଯ୍ୟରେ ସଫଳ ହେବା ପାଇଁ ଯାଉଛନ୍ତି ମା ଦୁର୍ଗାଙ୍କ ଆଶୀଷରୁ। ସେମାନଙ୍କ ଜୀବନରେ ଦୁଃଖର ଦିନ ଏବେ ସରିବାକୁ ଯାଉଅଛି। ଏହି ଅକ୍ଟୋବର ମାସ ଆରମ୍ଭରୁ ମେଷ ରାଶି ବ୍ୟକ୍ତି ଅତ୍ୟନ୍ତ ଖୁସିର ଲହରୀ ଖେଳିବା ସହିତ ପ୍ରତିଟି କାର୍ଯ୍ୟ ପୂର୍ଣ୍ଣ ହେବା ପାଇଁ ଯାଉଅଛି। ତା ସହିତ ଆପଣଙ୍କର ମନସ୍କାମନା ମଧ୍ୟ ପୂର୍ଣ୍ଣ ହେବା ପାଇଁ ଯାଉଅଛି। ମେଷ ରାଶି ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ହେବା ସହିତ ଆର୍ଥିକ ପରିବର୍ତ୍ତନ ସେମାନଙ୍କ ଜୀବନରେ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଛି। ଆର୍ଥିକ ସମସ୍ୟା ଲାଗିକି ରହୁଥିଲା, ସେସବୁ ଏବେ ଦୂର ହେବା ପାଇଁ ଯାଉଅଛି। ବିଜନେସ ବାଣିଜ୍ୟରେ ଅତ୍ୟନ୍ତ ଲାଭ ହେବା ସହିତ ଚାକିରିରେ ମଧ୍ୟ ନୂତନ ପଦୋନ୍ନତି ମିଳିବା ପାଇଁ ଯାଉଅଛି। ପରିବାରରେ ହସ ଖୁସି ସୁଖ ଶାନ୍ତିର ସମୟ ବିତେଇବାକୁ ଯାଉଛନ୍ତି। ତା ସହିତ ଆପଣଙ୍କ ଗୃହରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଏହି ରାଶି ବ୍ୟକ୍ତିଙ୍କ ଉପରେ ସ୍ୱୟଂ ଦୁର୍ଗା ମାଙ୍କର ଶୁଭ କୃପା ଦୃଷ୍ଟି ଥିବାରୁ ସେମାନଙ୍କର ଅଟକିଥିବା ପ୍ରତିଟି କାର୍ଯ୍ୟ ଏବେ ସମ୍ପୂର୍ଣ୍ଣ ହେବା ପାଇଁ ଯାଉଅଛି। ତା ସହିତ କୌଣସି ଧାର୍ମିକ ସ୍ଥାନକୁ ଅତ୍ୟନ୍ତ ବୁଲିଯିବାର ଆପଣଙ୍କର ମଧ୍ୟ ଯୋଗ ରହିଅଛି। ଶିକ୍ଷା କ୍ଷେତ୍ର ଆପଣଙ୍କର ପ୍ରତିଟି କାର୍ଯ୍ୟରେ ଆପଣ ସକ୍ସେସ ହେଇପାରନ୍ତି। ଆପଣଙ୍କର ଯଦି ଇଣ୍ଟରଭ୍ୟୁ ବା ଏକ୍ଜାମ ଦେବାର ଅଛି ତ ନିଶ୍ଚୟ ଆପଣ ସେଥିରେ ସକ୍ସେସ ହେବା ପାଇଁ ଯାଉଛନ୍ତି। ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ସହ ଶୁଭ ହେବା ପାଇଁ ଯାଉଅଛି। ଏହି ଦୁର୍ଗା ପୂଜା ଠାରୁ ଆପଣଙ୍କ ଜୀବନର ପରିବର୍ତ୍ତନ ଘଟିବା ସହିତ ନୂତନ ଆଶା ଆକାଂକ୍ଷା ଆଣିଦେବା ପାଇଁ ଯାଉଅଛି। ତ ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଦ୍ୱିତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି ବୃଷ ରାଶି। ବୃଷ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏହି ଦୁର୍ଗା ପୂଜା ଠାରୁ। ସେମାନଙ୍କ ଜୀବନରେ ମା ଦୁର୍ଗାଙ୍କର ଶୁଭ କୃପା ଦୃଷ୍ଟି ରହିବା ପାଇଁ ଯାଉଅଛି। ସେମାନଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟ ଅବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବ। ତା ସହିତ ବିଜନେସ ବାଣିଜ୍ୟ କ୍ଷେତ୍ରରେ ସେମାନେ କୌଣସି ଅଧିକରୁ ଅଧିକ ଅର୍ଥ ଇନଭେଷ୍ଟ କରିପାରନ୍ତି, ଯାହା କ୍ଷେତ୍ରରେ କି ସେମାନେ ସମାଜରେ ସୁନାମ ଧନ ପାଇପାରିବେ। ତା ସହିତ ଆପଣ ଜାଗା ଜମି କୋର୍ଟ କଚେରୀ ମାମଲାରେ ଲାଗି ରହିଥିବା ସବୁ ସମସ୍ୟା ଏବେ ସମାଧାନ ହେବା ପାଇଁ ଯାଉଛି। ଆପଣଙ୍କର ରୋଜଗାର କରି ଆପଣ ଗୃହକରଣ କ୍ରୟ କରିପାରନ୍ତି। ଅଟକି ଯାଇଥିବା ଆପଣଙ୍କର ଧନ ଏବଂ
ଟଙ୍କା ଋଣ ନେଇଥିବା ସେସବୁ ଆପଣ ଅତି ସହଜରେ ପାଇପାରିବେ। ବିଦ୍ୟାର୍ଥୀ ଅତ୍ୟନ୍ତ ପ୍ରତିଟି କାର୍ଯ୍ୟରେ ସଫଳତା ହେବାକୁ ଯାଉଛନ୍ତି। ସେମାନେ ଯଦି କୌଣସି ଇଣ୍ଟରଭ୍ୟୁ କିମ୍ବା ଏକ୍ଜାମ ଦେବା ପାଇଁ ଯାଉଛନ୍ତି ସେଥିରେ ନିଶ୍ଚୟ ଆପଣ ସକ୍ସେସ୍ ହେବେ। ପାରିବାରିକ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଅଛି। ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟିରୁ ଆପଣଙ୍କ ଗୃହରେ ମଧ୍ୟ କୌଣସି ନୂତନ ମାଙ୍ଗଳିକ କାର୍ଯ୍ୟ ହେବାର ଯୋଗ ରହିଅଛି। ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖ ଶାନ୍ତି ସମୃଦ୍ଧି କଟିବା ପାଇଁ ଯାଉଅଛି। ଆପଣଙ୍କ ପରିବାର ଲୋକ ଆପଣଙ୍କୁ ସାଥ ଦେବା ସହିତ ଆପଣଙ୍କର ସହଯୋଗୀ ମଧ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ ଦେବା ପାଇଁ ଯାଉଛନ୍ତି। ଏହି ଦୁର୍ଗା ପୂଜା ଠାରୁ ଆପଣଙ୍କର ପ୍ରତିଟି ଯୋଜନା ସଫଳ ହେବା ପାଇଁ ଯାଉଅଛି ଏବଂ ଅଟକି ଯାଇଥିବା ସମସ୍ତ କାର୍ଯ୍ୟ ମଧ୍ୟ ପୂର୍ଣ୍ଣ ହେବା ପାଇଁ ଯାଉଅଛି। ଆପଣଙ୍କର ଶୁଭ ସମୟ ଚାଲିଥିବାରୁ ଆପଣଙ୍କ ପରିବାର ହସ ଖୁସିର ମାହୋଲ ଲାଗିକି ରହିବ, ଯାହା ଫଳରେ କି ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ସହିତ ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ସ୍ୱାସ୍ଥ୍ୟ ଅବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ପାଇଁ ଯାଉଅଛି, ଯାହା ଫଳରେ କି ଆପଣଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଉନ୍ନତମାନ ହେବା ପାଇଁ ଯାଉଅଛି। ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟି ଆପଣଙ୍କ ରାଶିଚକ୍ର ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ତୃତୀୟ ଭାଗ୍ୟଶାଳୀ ରାଶି କିଏ? ତୃତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏହି ଅକ୍ଟୋବର ମାସ ବା ମା ଦୁର୍ଗାଙ୍କ ପୂଜାଠାରୁ। ସେମାନଙ୍କ ଜୀବନରେ ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟି ରହିଥିବାରୁ ସେମାନଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଯାଉଅଛି। ବୁଧ ଆଦିତ୍ୟ ଶୁଭ ଯୋଗ ପଡ଼ିଥିବାରୁ ଆପଣଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଦେଖାଦେବା ପାଇଁ ଯାଉଅଛି। ତା ସହିତ କୌଣସି ଇଲେକ୍ଟ୍ରିକ ଜିନିଷ ମଧ୍ୟ ଆପଣ ଗୃହକୁ କ୍ରୟ କରିପାରନ୍ତି। ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ ଦେବା ସହିତ ପ୍ରତିଟି କାର୍ଯ୍ୟରେ ଆପଣ ସଫଳତା ପାଇବା ପାଇଁ ଯାଉଛନ୍ତି ମା ଦୁର୍ଗାଙ୍କ କୃପା ଦୃଷ୍ଟିରୁ। ଏବେ ଆସନ୍ତୁ ଜାଣିବା ଚତୁର୍ଥ ଭାଗ୍ୟଶାଳୀ ରାଶି କିଏ? ଚତୁର୍ଥ ଭାଗ୍ୟଶାଳୀ ରାଶି ହେଉଛନ୍ତି ସିଂହ ରାଶି। ସିଂହ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟିରେ ଏହି ଦୁର୍ଗା ପୂଜା ଠାରୁ। ସେମାନଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟା ସମାଧାନ ହେବା ସହିତ ପରିବର୍ତ୍ତନ ଘଟିବାକୁ ଯାଉଛି ସେମାନଙ୍କ ଭାଗ୍ୟ। ସହକର୍ମୀମାନଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇବା ସହ ଅତ୍ୟନ୍ତ କମ୍ ପରିଶ୍ରମ କରି ଆଶାଜନକ ଫଳ ପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଛି। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ଦୂର ଜାଗାକୁ ଯାତ୍ରା କରିବାର ଯୋଗ ମଧ୍ୟ ପାଇବାକୁ ଯାଉଛନ୍ତି। ପାରିବାରିକ କ୍ଷେତ୍ରରେ ଆପଣଙ୍କର ଜୀବନ ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଅଛି। ଆପଣଙ୍କ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଫେରିବା ପାଇଁ ଯାଉଅଛି, ଯାହା ଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଶଂସିତ ରହିବ। ମାନସିକ ଚିନ୍ତାରୁ ଆପଣ ଏବେ ଦୂରେଇ ରହିବେ। ନୂତନ କର୍ମପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଛି। ବନ୍ଧୁ ମିତ୍ରଙ୍କ ସହଯୋଗ ସହାନୁଭୂତି ପାଇ ଆପଣ ଉଚ୍ଚ ଆକାଂକ୍ଷା କାମ କରି ଉଚ୍ଚ ପଦବୀ ମଧ୍ୟ ପାଇପାରନ୍ତି। ଆପଣଙ୍କର ଅଟକି ଯାଇଥିବା ସମସ୍ତ କାର୍ଯ୍ୟ ଏବେ ସମାପ୍ତ ହେବା ପାଇଁ ଯାଉଅଛି, ଯାହା ଫଳରେ କି ଆପଣ ନୂତନ ଚିନ୍ତାଧାରାରେ ଆପଣ କୌଣସି ମାଙ୍ଗଳିକ କାର୍ଯ୍ୟ ମଧ୍ୟ କରିପାରନ୍ତି। ଆପଣ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟା ଏବେ ସମାଧାନ ହେବା ପାଇଁ ଯାଉଅଛି। ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟିରୁ ଆପଣଙ୍କୁ ପୂର୍ଣ୍ଣ ସାଥ ଦେବା ସହିତ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ହେବା ପାଇଁ ଯାଉଅଛି। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରିପାରନ୍ତି। ଚାକିରି କ୍ଷେତ୍ରରେ ଆପଣ ନୂତନ ପଦବୀ ମଧ୍ୟ ପାଇପାରନ୍ତି। ତ ଆପଣଙ୍କର ପ୍ରତିଟି କାର୍ଯ୍ୟ ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟିରୁ ମଙ୍ଗଳମୟ ହେବା ସହିତ ମା ଦୁର୍ଗାଙ୍କର ଆଶୀଷ ଆପଣଙ୍କ ଉପରେ ରହିବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ପଞ୍ଚମ ଭାଗ୍ୟଶାଳୀ ରାଶିଙ୍କ ବିଷୟରେ। ପଞ୍ଚମ ଭାଗ୍ୟଶାଳୀ ରାଶି ହେଉଛନ୍ତି କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟିରୁ, ଯାହା ଫଳରେ କି ସେମାନଙ୍କ ଜୀବନରେ ନୂତନ ପରିବର୍ତ୍ତନ ଘଟିବା ସହିତ ଖୁସିର ଲହରୀ ଖେଳିବାକୁ ଯାଉଛି। ସେମାନଙ୍କ ଜୀବନରେ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଛି ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟିରୁ। ସାଧୁ ଓ ସନ୍ଥଙ୍କ ଆପଣ ସହଯୋଗ ପାଇ ଅତ୍ୟନ୍ତ ପ୍ରସନ୍ନିତ ହୋଇପାରନ୍ତି, ଯାହା ଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ସହକର୍ମୀ କେହି ଆପଣଙ୍କୁ ସହଯୋଗ ମଧ୍ୟ କରିପାରନ୍ତି। ଆତ୍ମବିଶ୍ୱାସ ଆପଣଙ୍କର ବୃଦ୍ଧି ପାଇବା ସହ ଧାର୍ମିକ କାର୍ଯ୍ୟରେ ମଧ୍ୟ ରୁଚି ରହିବା ପାଇଁ ଯାଉଅଛି। ଆପଣ ଅତ୍ୟନ୍ତ ଆଶାଜନକ ଫଳ ପ୍ରାପ୍ତି ହୋଇପାରନ୍ତି। କମ୍ ପରିଶ୍ରମ କରି ଆପଣ ବହୁତ କିଛି ଫଳ ପାଇବା ପାଇଁ ଯାଉଛନ୍ତି। ନିଜର କ୍ରୋଧ ଉପରେ ଆପଣ ନିୟନ୍ତ୍ରଣ ରଖିବା ସହିତ ଆପଣଙ୍କର ପ୍ରତିଟି କାର୍ଯ୍ୟ ବିଫଳତା ହେବା ପାଇଁ ଯାଉଥିଲା ସେସବୁ ଏବେ ଅଟକି ଯିବ। ଆପଣଙ୍କର ପ୍ରତିଟି କାର୍ଯ୍ୟରେ ଆପଣ ସଫଳତା ପାଇବେ। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରି ଅନ୍ୟକୁ ସହଯୋଗ ସହାନୁଭୂତି ମଧ୍ୟ ଦେଇପାରନ୍ତି, ଯାହା ଫଳରେ କି ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ପ୍ରତିଷ୍ଠା ହେବା ପାଇଁ ଯାଉଅଛି। ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଅଛି। ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ସହିତ ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟିରୁ ଆପଣଙ୍କ ଭାଗ୍ୟର ନୂତନ ପରିବର୍ତ୍ତନ ଘଟିବାକୁ ଯାଉଅଛି। ତ ଏବେ ଆସନ୍ତୁ ଜାଣିବା ଷଷ୍ଠ ଭାଗ୍ୟଶାଳୀ ରାଶି କିଏ? ଷଷ୍ଠ ଭାଗ୍ୟଶାଳୀ ରାଶି ହେଉଛନ୍ତି ତୁଳା ରାଶି। ତୁଳା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ମା ଦୁର୍ଗାଙ୍କ ଶୁଭ ଆଶୀଷରୁ, ଯାହା ଫଳରେ କି ସେମାନଙ୍କ ଜୀବନରେ ଲାଗି ରହିଥିବା ସବୁ ସମସ୍ୟା ଏବେ ସମାଧାନ ହେବା ପାଇଁ ଯାଉଅଛି।
କର୍ମ କ୍ଷେତ୍ରରେ ଆପଣ କଠିନ ପରିଶ୍ରମ କରି ସାମାଜିକ ସ୍ଥିତି ମାନ ସମ୍ମାନ ଯଶ ଆପଣଙ୍କର ବୃଦ୍ଧି ପାଇବା ପାଇଁ ଯାଉଅଛି। ଅନ୍ୟର ଦୁଃଖ ଦୁର୍ଦ୍ଦଶା ଆପଣ ଦୂର କରିପାରନ୍ତି, ଯାହାଫଳରେ ଆପଣ ଅତ୍ୟନ୍ତ ପ୍ରଶଂସିତ ମଧ୍ୟ ହୋଇପାରନ୍ତି। କର୍ମ କ୍ଷେତ୍ରରେ ସହଯୋଗୀମାନେ ପୂର୍ଣ୍ଣ ସହଯୋଗ କରିବା ଦ୍ୱାରା ଆପଣ ଫଳଜନକ ପ୍ରାପ୍ତ ହୋଇପାରନ୍ତି। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ନୂତନ ଇନଭେଷ୍ଟ ମଧ୍ୟ କରିପାରନ୍ତି। ତା ସହିତ ଆପଣ ନୂତନ ବିଜନେସ୍ ମଧ୍ୟ ଆରମ୍ଭ କରି ଅନ୍ୟମାନଙ୍କୁ ସହଯୋଗ କରିପାରନ୍ତି। ଆପଣଙ୍କର ଗୃହରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ ହେବାର ଯୋଗ ରହିଅଛି। ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟାବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବାରୁ ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଅଛି। ଚାକିରି କ୍ଷେତ୍ରରେ ଆପଣ ନୂତନ ପଦବୀ ପାଇବା ସହିତ ଦରମା ମଧ୍ୟ ଆପଣଙ୍କର ବୃଦ୍ଧି ପାଇବାର ଯୋଗ ରହିଛି। ପୌତ୍ରିକ ସମ୍ପତ୍ତିରୁ ମଧ୍ୟ ଆପଣ ଅଚାନକ ଲାଭବାନ ହୋଇପାରନ୍ତି। ମା ଦୁର୍ଗାଙ୍କର ଶୁଭ କୃପା ଦୃଷ୍ଟି ଆପଣଙ୍କ ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ସହିତ ମଙ୍ଗଳମୟ ହେବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ସପ୍ତମ ଭାଗ୍ୟଶାଳୀ ରାଶି କିଏ। ସପ୍ତମ ଭାଗ୍ୟଶାଳୀ ରାଶି ହେଉଛନ୍ତି ବିଛା ରାଶି। ବିଛା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟିରୁ ଏହି ଦୁର୍ଗା ପୂଜା ଠାରୁ ବା ଅକ୍ଟୋବର ମାସରୁ ସେମାନଙ୍କ ଜୀବନରେ ନୂତନ ଯୋଜନା ପ୍ରସ୍ତୁତ କରି ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଛନ୍ତି। ତା ସହିତ ଅଧିକରୁ ଅଧିକ ଲାଭ ମଧ୍ୟ ପାଇବାକୁ ଯାଉଛନ୍ତି। ଆପଣ ସହକର୍ମୀମାନେ ପରସ୍ପରକୁ ସାହାଯ୍ୟ କରି ସହଯୋଗ କରି ଗଠନମୂଳକ କାର୍ଯ୍ୟ ମଧ୍ୟ ଆପଣ ହାତକୁ ନେଇପାରନ୍ତି। ଆୟ ଉପାର୍ଜନରେ ଆପଣଙ୍କର ବୃଦ୍ଧି ହେବା ସହିତ ଆପଣ ନୂତନ ଜାଗା ଏବଂ ଗୃହ ମଧ୍ୟ କ୍ରୟ କରିପାରନ୍ତି, ଯାହାଫଳରେ ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ବନ୍ଧୁ ଏବଂ ପରିବାର ଲୋକଙ୍କ ସହିତ ବହୁତ ସୁଖରେ ସମୟ କଟିବାକୁ ଯାଉଅଛି। ନୂତନ କର୍ମସଂସ୍ଥାରେ ଆପଣ ନିଯୁକ୍ତି ପାଇବା ସହିତ ସୁଯୋଗ ମଧ୍ୟ ଅନ୍ୟକୁ ଦେଇପାରନ୍ତି। ପୌତ୍ରିକ ସମ୍ପତ୍ତିରୁ ଅତ୍ୟନ୍ତ ଲାଭବାନ ଅଚାନକ ହୋଇପାରନ୍ତି। ରାଜନୈତିକ କ୍ଷେତ୍ରରେ ଆପଣ ଲୋକମାନଙ୍କୁ ସମର୍ଥନ କରି ଅତ୍ୟନ୍ତ ପ୍ରଶଂସିତ ହୋଇପାରନ୍ତି। ଆପଣଙ୍କର ଚାକିରି କ୍ଷେତ୍ରରେ ନୂତନ ପଦବୀ ମଧ୍ୟ ମିଳିବା ପାଇଁ ଯାଉଛି, ଯାହାଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଲାଗି ରହିଥିବା ସମସ୍ତ ସମସ୍ୟା ଏବେ ଦୂର ହେବା ପାଇଁ ଯାଉଅଛି, ଯାହାଫଳରେ କି ଆପଣଙ୍କ ମନ ମଧ୍ୟ ଅତ୍ୟନ୍ତ ଶାନ୍ତ ରହିବା ପାଇଁ ଯାଉଅଛି। ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ସହିତ ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟି ପୂର୍ଣ୍ଣସାର ଦେବା ପାଇଁ ଯାଉଅଛି ଆପଣଙ୍କ ଜୀବନରେ। ତ ଏବେ ଆସନ୍ତୁ ଜାଣିବା ଅଷ୍ଟମ ଭାଗ୍ୟଶାଳୀ ରାଶି କିଏ। ଅଷ୍ଟମ ଭାଗ୍ୟଶାଳୀ ରାଶି ହେଉଛନ୍ତି ଧନୁ ରାଶି। ଧନୁ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ମା ଦୁର୍ଗାଙ୍କ ଶୁଭ ଆଶୀଷରୁ ସେମାନଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟା ଏବେ ସମାଧାନ ହେବା ପାଇଁ ଯାଉଅଛି, ଯାହାଫଳରେ ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ସ୍ୱାସ୍ଥ୍ୟାବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ସହିତ ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଭଲ ରହିବା ପାଇଁ ଯାଉଅଛି। ପାରିବାରରେ ଲାଗି ରହିଥିବା କଳହ ଏବେ ସମାପ୍ତ ହେବା ସହିତ ଆପଣଙ୍କର ପ୍ରତିଟି କାର୍ଯ୍ୟ ମଙ୍ଗଳମୟ ହେବା ପାଇଁ ଯାଉଅଛି। ପଛରେ ମାମଲା ଲାଗି ରହିଥିବା ସମସ୍ତ ସମସ୍ୟା ଏବେ ସମାଧାନ ହେବା ପାଇଁ ଯାଉଅଛି, ଯାହାଫଳରେ ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ପାଇଁ ଯାଉଅଛି ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟିରୁ। ଏବେ ଆସନ୍ତୁ ଜାଣିବା ନବମ ଭାଗ୍ୟଶାଳୀ ରାଶି କିଏ। ନବମ ଭାଗ୍ୟଶାଳୀ ରାଶି ହେଉଛନ୍ତି ମକର ରାଶି। ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ମା ଦୁର୍ଗାଙ୍କ ଶୁଭ ଆଶୀଷରୁ ସେମାନଙ୍କ ଜୀବନରେ ସମସ୍ତ ସମସ୍ୟା ଏବେ ସମାଧାନ ହେବା ପାଇଁ ଯାଉଅଛି। ତା ସହିତ କୌଣସି ଗଠନମୂଳକ କାର୍ଯ୍ୟ କରି ଆପଣ ମଧ୍ୟ ଆନନ୍ଦିତ ହୋଇପାରନ୍ତି। ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ପାଇଁ ଯାଉଅଛି। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଟଙ୍କା ଇନଭେଷ୍ଟ କରିବା ସହିତ ଅଧିକରୁ ଅଧିକ ଅର୍ଥ ମଧ୍ୟ ଉପାର୍ଜନ କରିବା ପାଇଁ ଯାଉଛନ୍ତି। ଆପଣ କମ୍ ପରିଶ୍ରମ କରି ଆଶାଜନକ ଫଳପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଅଛି। ରାଜନୈତିକ କ୍ଷେତ୍ରରେ ଆପଣ ସତ୍ ପରାମର୍ଶ ଦେଇ ଅନ୍ୟଙ୍କ ପାଖରେ ପ୍ରଶଂସିତ ମଧ୍ୟ ହୋଇପାରନ୍ତି। ଆପଣ ଅନ୍ୟମାନଙ୍କୁ ସହଯୋଗ ସହାନୁଭୂତି ଦେଇଥିବାରୁ ଆପଣ ସମାଜରେ ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଛି। ଆପଣଙ୍କ ପରିବାରରେ ଖୁସିର ଲହରୀ ଖେଳିବା ସହିତ ଆପଣଙ୍କ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଫେରିବା ପାଇଁ ଯାଉଛି, ଯାହାଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବା ପାଇଁ ଯାଉଛନ୍ତି। କୌଣସି ଇଣ୍ଟରଭ୍ୟୁ ବା ଏକ୍ଜାମ ଦେଉଥିଲେ ସେଥିରେ ଆପଣ ସକ୍ସେସ୍ ହେବା ପାଇଁ ଯାଉଛନ୍ତି। ଚାକିରି କ୍ଷେତ୍ରରେ ନୂତନ ପଦବୀ ସହିତ ଆପଣଙ୍କ ଦରମାର ବୃଦ୍ଧି ପାଇବା ପାଇଁ ଯାଉଅଛି। ଆପଣଙ୍କର ଶୁଭ ସମୟ ଚାଲିଥିବାରୁ ମା ଦୁର୍ଗାଙ୍କର ଶୁଭ ଆଶୀଷ ଆପଣଙ୍କୁ ପୂର୍ଣ୍ଣସାର ଦେବା ସହିତ ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ଦଶମ ଭାଗ୍ୟଶାଳୀ ରାଶି କିଏ। ଦଶମ ଭାଗ୍ୟଶାଳୀ ରାଶି ହେଉଛନ୍ତି କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିଙ୍କର ଶୁଭ ସମୟ ଚାଲିବାକୁ ଯାଉଛି ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟିରୁ ଏହି ଅକ୍ଟୋବର ମାସ ବା ଦୁର୍ଗା ପୂଜା ଠାରୁ ସେମାନଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହେବା ପାଇଁ ଯାଉଅଛି। ସେମାନଙ୍କର ଲାଗି ରହିଥିବା କୋର୍ଟ କଚେରୀ ମାମଲା ଏବେ ସମାପ୍ତ ହେବା ପାଇଁ ଯାଉଅଛି। କର୍ମ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି
ଉପାର୍ଜନ କରି ଆପଣ ଅତ୍ୟନ୍ତ ପ୍ରଶଂସିତ ମଧ୍ୟ ହୋଇପାରନ୍ତି। ସାମାଜିକ କଲ୍ୟାଣରେ ଆପଣ ମନ ଦେଇପାରନ୍ତି, ଯାହାଫଳରେ ଆପଣଙ୍କର ସମାଜରେ ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ବାଦ ବିବାଦ କୋର୍ଟ କଚେରୀ ମାମଲା ଏବେ ସେସବୁ ସମାପ୍ତ ହୋଇ ଆପଣ ସେଥିରେ ସଫଳ ହେବା ପାଇଁ ଯାଉଛନ୍ତି। ଆପଣଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ଏବେ ସଫଳ ହେବା ପାଇଁ ଯାଉଅଛି। ଚାକିରି କ୍ଷେତ୍ରରେ ଆପଣ ନୂତନ ପଦବୀ ପାଇବା ସହିତ ଦରମାରେ ମଧ୍ୟ ଆପଣଙ୍କର ବୃଦ୍ଧି ହେବାକୁ ଯାଉଛି। ଶିକ୍ଷା କ୍ଷେତ୍ରରେ ଆପଣ ନିଶ୍ଚିନ୍ତ ଉନ୍ନତି କରିବା ପାଇଁ ଯାଉଛନ୍ତି। କୌଣସି ପରୀକ୍ଷାମୂଳକ କାର୍ଯ୍ୟରେ ଆପଣ ଉତ୍ତୀର୍ଣ୍ଣ ହେବା ସହିତ ଆପଣଙ୍କର ସ୍ଥାନକୁ ଯାତ୍ରା କରିବାର ମଧ୍ୟ ଯୋଗ ରହିଛି। ଆପଣଙ୍କ ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ସହିତ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଲାଗିକି ରହିବ। ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟିରୁ ଆପଣଙ୍କ ଜୀବନରେ ପ୍ରତିଟି କାର୍ଯ୍ୟ ସଫଳ ହେବା ସହିତ ମଙ୍ଗଳମୟ ହେବା ପାଇଁ ଯାଉଅଛି ଏହି ଦୁର୍ଗା ପୂଜା ଠାରୁ, ଯାହା ଫଳରେ କି ଆପଣଙ୍କର ପୂର୍ଣ୍ଣ ସାଥ ଦେବା ପାଇଁ ଯାଉଛି ମା ଦୁର୍ଗାଙ୍କ ଶୁଭ ଆଶୀର୍ବାଦରୁ। ତା ସହିତ ପୌତ୍ରିକ ସମ୍ପତ୍ତିରୁ ମଧ୍ୟ ଆପଣ ଲାଭବାନ ପାଇପାରନ୍ତି ଏବଂ ଗୃହକୁ ନୂତନ ଯାନ କ୍ରୟ କରିବାର ଯୋଗ ମଧ୍ୟ ରହିଅଛି। ଆପଣଙ୍କର ପ୍ରତିଟି କାର୍ଯ୍ୟ ସଫଳ ହେବା ସହିତ ଶୁଭ ହେବା ପାଇଁ ଯାଉଅଛି ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟିରୁ। ଦର୍ଶକ ବନ୍ଧୁ, ଏହି ସବୁ ଥିଲା 10ଗୋଟି ଭାଗ୍ୟଶାଳୀ ରାଶିଚକ୍ରଙ୍କର ଭାଗ୍ୟଫଳ। ସେମାନଙ୍କ ଜୀବନରେ ସୁଖ ଶାନ୍ତି ସମୃଦ୍ଧି ସହିତ ଖୁସିର ଲହରୀ ଖେଳିବାକୁ ଯାଉଛି ମା ଦୁର୍ଗାଙ୍କ ଶୁଭ କୃପା ଦୃଷ୍ଟିରୁ ଏହି ଅକ୍ଟୋବର ମାସ ବା ଦୁର୍ଗା ପୂଜା ଠାରୁ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଲା, ଆପଣମାନେ କମେଣ୍ଟ ବକ୍ସରେ ଜୟ ମା ଦୁର୍ଗା ଲେଖି ଜଣାନ୍ତୁ। ତା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରନ୍ତୁ।